ଆଜିର ଅର୍ଡ଼ରଟା ଟିକେ ଥିଲା ଅଲଗା। କଷ୍ଟମର ଫୋନ୍ କରି ପଚାରିଲେ ଲଞ୍ଚ ବା ଡିନରରେ କ'ଣ ହେଇପାରିବ। ମୁଁ କହିଲି କ'ଣ ଦରକାର କୁହନ୍ତୁ। ତାପରେ ଆପଣଙ୍କୁ ଟିକେ ସମୟ ପୂର୍ବରୁ ଅର୍ଡ଼ର କରିବାର ଥିଲା, କାହିଁକିନା ଅଲରେଡ଼ି ମୁଁ ଲଞ୍ଚ ପାଇଁ ଅର୍ଡ଼ର ରଖିସାରିଛି। ସେତେବେଳକୁ ଦିନ 10ଟା ପାଖାପାଖି ହେଇଥିଲା। ସେ କହିଲେ ଆକ୍ଚୁଆଲି ମୁଁ ରେଲୱେ ଷ୍ଟେସନରେ ଥିଲି ତ, ସେଥିପାଇଁ ମୁଁ ଅର୍ଡ଼ର କରିଥିଲି। ତାପରେ ମୁଁ କହିଲି ଟିକେ ୱେଟ୍ କର, ମୁଁ ଜାଣିଛି ଏମିତି ଟ୍ରେନରେ ସଫର କଲାବେଳେ ଏମିତି ସବୁ ଖାଇବା, ଘର ଖାଇବା ମଣିଷ କେତେ ମିସ୍ କରେ। ରାଇସ୍ ଡାଲମା ଘର ପାଇଁ ବନେଇଥିଲି, ଆଉ ଆଳୁ ବିନ୍ସ ଭାଜିବା ପାଇଁ କାଟୁଥିଲି। ତାପରେ ମୁଁ ଯେତେବେଳେ ଡେଲିଭରି ଚାର୍ଜେସ୍ ଚେକ୍ କଲି, ସେତେବେଳକୁ ଡେଲିଭରି ଚାର୍ଜେସ୍ ମୁଁ ଦେଖିଲି 300 ଟଙ୍କା ପାଖାପାଖି ଦେଖାଉଛି। ମୁଁ ତାଙ୍କୁ ଫୋନ୍ କରି କହିଲି ଡେଲିଭରି ଚାର୍ଜେସ୍ ଆପଣଙ୍କୁ ମହଙ୍ଗା ପଡ଼ିବ, ଲଞ୍ଚ ଡିନର ତ ମୁଁ ଯେମିତି ହେଲେ ବନେଇକି ପଠାଇଦେବି। ସେ କହିଲେ ଯଦି ସବୁ ଜିନିଷ 4 ପ୍ଲେଟ୍ ବନିଯିବ ତେବେ କରିଦିଅନ୍ତୁ, ଆମେ 2ଟା ଫ୍ୟାମିଲି ଡେଲିଭରି ଚାର୍ଜେସ୍ ସେୟାର କରିଦେବୁ। ମୁଁ କହିଲି ଠିକ୍ ଅଛି। ତାପରେ ତାଙ୍କ ପାଇଁ ଭାତ, ଡାଲମା, ଭଜା, ଦହି, ସାଲାଡ଼ ପ୍ୟାକ୍ କରି ପଠାଇଦେବି। ଆପଣମାନେ ଯଦି ମୋତେ ପ୍ରଥମ ଥର ପାଇଁ ଦେଖୁଛନ୍ତି ତେବେ ମୁଁ ଦୀପ୍ତି, ମୁଁ ନୋଇଡା ଏକ୍ସଟେନସନରେ ଚଲାଉଛି।